ଆମ ଦେଶ ଭାରତ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା କରିଛନ୍ତି। ସେଥିମଧ୍ୟରୁ ପିଏମ୍ ଆବାସ ଯୋଜନା। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ମିଳିବା ଉଚିତ। ସେଥିରେ ଅନେକ ସର୍ତ୍ତ ରଖାଯାଇଥିଲା। ସେଥିମଧ୍ୟରୁ 3ଟି ସର୍ତ୍ତକୁ ହଟାଇ ଦିଆଯାଇଛି। ଆସନ୍ତୁ ଜାଣିବା ଏହି ସର୍ତ୍ତଗୁଡ଼ିକୁ। ପିଏମ୍ ଆବାସ ଯୋଜନାରୁ ହଟିଲା 3ଟି ସର୍ତ୍ତ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଭାରତ ସରକାର ଲୋକଙ୍କୁ ଘର ଯୋଗାଇ ଦେଉଛନ୍ତି। ଏହି ଯୋଜନାରେ ବର୍ତ୍ତମାନ 3ଟି ସର୍ତ୍ତକୁ ହ୍ରାସ କରାଯାଇଛି। ଏହାଦ୍ୱାରା ଲୋକଙ୍କୁ ଏହି ଯୋଜନା ମାଧ୍ୟମରେ ଆହୁରି ଲାଭ ମିଳିପାରିବ। ଆସନ୍ତୁ ଜାଣିବା ଏହି ବିଷୟଗୁଡ଼ିକୁ। ଏହି ଯୋଜନାରେ 13ଟି ସର୍ତ୍ତ ଥିଲା। ସରକାର ବର୍ତ୍ତମାନ ସେଥିରୁ 3ଟି ସର୍ତ୍ତକୁ ହଟାଇ ଦେଇଛନ୍ତି। ପ୍ରଥମ ସର୍ତ୍ତ ଆପଣଙ୍କ ପାଖରେ ମାସିକ ଆୟ 10,000 ଥିଲା, ଯାହାକୁ ହଟାଇ 15,000 କରାଯାଇଛି। ଦ୍ୱିତୀୟ ସର୍ତ୍ତ ଥିଲା ଯେ ଯେଉଁମାନଙ୍କର 2 ଚକିଆ ବାହନ ଅଛି ସେମାନଙ୍କ ଏହି ଯୋଜନାରେ ଲାଭ ଉଠାଇ ପାରିବେ ନାହିଁ, କିନ୍ତୁ ଏହା ବର୍ତ୍ତମାନ ହଟାଯାଇଛି। ଆପଣଙ୍କର ପାଖରେ 2 ଚକିଆ ଯାନ ଥିଲେ ସୁଦ୍ଧା ଆପଣ ଏହି ଯୋଜନାରେ ଆବେଦନ କରିପାରିବେ। ତୃତୀୟ ସର୍ତ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ଭେ ପାଇଁ ଶେଷ ତାରିଖ 30 ଏପ୍ରିଲ 2025 ଧାର୍ଯ୍ୟ କରାଯାଇଥିଲା। ହେଲେ ବର୍ତ୍ତମାନ କେନ୍ଦ୍ର ସରକାର ଏହି ତାରିଖକୁ ମେ 15 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯେଉଁ ଲୋକମାନେ ଏହି ଯୋଜନା ପାଇଁ ଆବେଦନ କରିନାହାନ୍ତି ସେମାନେ ଏହି ଯୋଜନାରେ ମେ 15 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହିପରି ଭିଡ଼ିଓ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାନ୍ତୁ। ଭିଡ଼ିଓ ଅପଲୋଡ଼ ହେଲେ ସର୍ବପ୍ରଥମେ ଆପଣଙ୍କ ନିକଟରେ ପହଞ୍ଚିବ। ଧନ୍ୟବାଦ।